ମୋ ନାଁ ସୁମନ୍ତ କୁମାର ନାୟକ, ପିତେଇପୁର କନଦୁରା ମନ୍ଦିର ସେବକ ଆମେ। ସୁଭାଷ ଚନ୍ଦ୍ର ନାୟକ, ପିତେଇପୁର କନଦୁରା ମନ୍ଦିରଙ୍କ ସେବକ। ଆଜ୍ଞା ଏଇ ଯୋଉ ଜାଗାଟା ନା କଣ ଅଛି କି ଠାକୁରଙ୍କର କଣ ଏଇଟା? ଏ ହଉଛି ପିତେଇପୁର ଆଜ୍ଞା ମା କନଦୁରାଙ୍କ ମନ୍ଦିର। ଆଜ୍ଞା। ଆଉ ଏ ଯୋଉ ଠାକୁର କେତେ ବର୍ଷର ସାରେ 100 ବର୍ଷ ପାଖାପାଖି ହେବ। 100 ବର୍ଷ ଉପରେ ହବ। ଏଠି ତାଙ୍କର କଣ କିମ୍ବଦନ୍ତୀ କଣ ରହିଛି ମାଙ୍କର? କିମ୍ବଦନ୍ତୀ କଣ, ଏଠି ସାପ କାମୁଡା ହଉଛି ଫେମସ। ଆଜ୍ଞା ସାପ କାମୁଡିଲେ ଲୋକ ଆସନ୍ତି ଏଠି ପାଦୁଅ ଫାଦୁଅ ପାଇ ଭଲ ହେଇକିରି ଯାଆନ୍ତି। ଏ କିମ୍ବଦନ୍ତୀ ଠାକୁରଙ୍କର ଏଇଆ। ଆଉ ଯିଏ ମାନସିକ କରନ୍ତି ତାଙ୍କ ମାନସିକ ପୂରଣ ହୁଏ। ଯୋଉ ପିଲାଙ୍କର ପାଟି ଫିଟୁ ନଥବ ସେମାନେ ଆସିଲେ ଏଠି ଲଡୁ ଗଳେଇ ଦେଲେ, ଲଡୁ ଗଳେଇଲେ ତାଙ୍କ ପାଟି ଫିଟିଯିବ। ଏଇ ସବୁ ମାନସିକ ଆଉ। ମାଙ୍କର ଗୋଟେ ବଡ ଯାତ୍ରା ଅଛି ଚୈତ୍ର ମାସରେ, ଆଜ୍ଞା ବାରୁଣୀ ସ୍ନାନ ବୋଲି ଗୋଟେ ବଡ ଯାତ୍ରା ମାଙ୍କର। ଆଜ୍ଞା ସେ ବହୁତ ଲୋକ ହଜାର ହଜାର ଲୋକଙ୍କର ଆଗମନ ହୁଏ, ଏଠି ହୁଏ। ଭଲ ଯାତ୍ରା ଫାତ୍ରା ବି ହୁଏ ଏଠି। ମାଙ୍କର ଗୋଟେ ବଡ ଫଙ୍କସନ ସେଗୁଡାକ। ତାପରେ ଦଶହରା ମହାଷ୍ଟମୀ ଦିନ ଗୋଟେ ବଡ ଫଙ୍କସନ ଅଛି। ଏଇ ମାଙ୍କର ଏସବୁ ହୁଏ। ଆପଣଙ୍କର ଅନୁଭୂତି ଗୋଟେ ସେମିତି କଣ ଥବ ମାଙ୍କର ଗୋଟେ ଅନୁଭୂତି? ମତେ ଯେତେବେଳେ 7-8 ବର୍ଷ ହୋଇଥିଲା, ସେତେବେଳେ ଜଣେ ଆମ ଜଗତସିଂହପୁରର ଜଣେ ସାପ କାମୁଡା ରୋଗୀ ଆସିଥିଲେ। ତାଙ୍କୁ ବୁଢା ସାପ କାମୁଡିଥିଲା। ସିଏ ରହିଲେ ପାଖାପାଖି 2 ମାସ 3 ମାସ ପାଖାପାଖି ରହିଲେ। ତାଙ୍କର ମେଡିକାଲ ଯେତେବେଳେ ତାଙ୍କୁ ଫେରେଇଥିଲା, ସେ ଏଠିକି ଆସିଥିଲେ। ଏଠି ପାଦୁକ ମାଙ୍କର ପାଦୁକ ପାଇ ତାଙ୍କର ଯୋଉ ଆମର ଯୋଉ ସିଷ୍ଟମ ଯେମିତି ଅଛି ସେମିତି ରହି ସେ 3 ମାସ କାଳରେ ତାଙ୍କ ବଡି ଟା ଟୋଟାଲି ମାନେ ଫାଟି ଯାଇଥିଲା, ଫାଟିକି ପାଣି ବାହାରୁଥିଲା। ସିଏ ପାଖାପାଖି 3 ମାସ ରହି ଏଠି ଆରୋଗ୍ୟ ହେଇକି ଯାଇଛନ୍ତି ମାଙ୍କ କୃପାରୁ। ଆପଣଙ୍କର ସେମିତି କିଛି ସେଇ ଅନୁଭୂତି ଆଜ୍ଞା, ଆଉ କଣ ସେଇ ଗୋଟେ ଆଉ କଣ। ଆପଣଙ୍କର ଗୋଟେ କଣ ଅନୁଭୂତି ପର୍ସନାଲ ଅନୁଭୂତି ସେଇ ଆଜ୍ଞା, ସାପ କାମୁଡା ରୋଗୀ ବୁଢା କାମୁଡୁଥିବ, ସିଏ ଆସିକି ଏଠି 21 ଦିନ 22 ଦିନ ରୁହନ୍ତି। ସବୁ ମେଡିକାଲ ବି ଫେରେଇ ଦେଇଛି। ଏଠୁ ପାଦୁକ ଇଏ ପାଇକିରି ଭଲ ହେଇକିରି ଯାଇଛନ୍ତି। ସେମାନେ ବି ଏବେ ବି ସଂକ୍ରାନ୍ତି ଆସୁଛନ୍ତି, ଭୋଗରାଗ କରିକି ଯାଉଛନ୍ତି। ଯୋଉମାନେ ଏଠୁ ଯାଇଛନ୍ତି ସବୁ ଭଲ ହେଇକି। ମାନେ କନକପୁର ବୋଲି ନାଁଟା ଏଇଟା ଯୋଉ କହୁଛନ୍ତି କନକପୁର ଆଜ୍ଞା ଶାରଳା ମାଙ୍କର ପୀଠ ସିଏ। ଏଇଟା କନକ ଦୁର୍ଗା। ଆଜ୍ଞା ସିଏ ଶାରଳା ଆଉ କନକ ଦୁର୍ଗା ଦୁଇ ଭଉଣୀ। ସେଠି ରହିଲେ ମା ଶାରଳା, ଏଠି ମା କନକ ଦୁର୍ଗା। ଏ ଯୋଉ ଦଶହରା ବେଳେ ତାଙ୍କର ମାଙ୍କର କଣ ହଁ ପାର୍ବଣ ହୁଏ, ପାର୍ବଣ 16 ଦିନ ପାର୍ବଣ ହୁଏ। ଆଉ ମହାଷ୍ଟମୀ ଦିନ ଗୋଟିଏ ବଳି ପଡେ, ମେଣ୍ଢା ବଳି ଗୋଟିଏ ପଡେ। ବଳି ତ ଆଗରୁ ପଡୁଥିଲା, ବହୁତ ପଡୁଥିଲା, ଏବେ ତ ବନ୍ଦ ହେଇଯାଇଛି। ତ ମହାଷ୍ଟମୀ ଦିନ ରାତି ଅର୍ଦ୍ଧରାତ୍ରିରେ ଗୋଟିଏ ମେଣ୍ଢା ବଳି ପଡେ ଏଠି।